ଆପଣ ଆପଣ ଅସୁସ୍ଥ ହୋଇଯାଇଛନ୍ତି, ରୁଗ୍ଣ ହେଇଯାଇଛନ୍ତି ବୋଲି କିଏ ପ୍ରଚାର କରୁଛି? ଯେ ପ୍ରଚାର କରିବାର କଥା କରୁଛି କିନ୍ତୁ ମୁଁ ଅସୁସ୍ଥ ନୁହେଁ। ଏଡ଼େ ବଡ଼ ନିର୍ବାଚନ ଲଢ଼ିକିରି ଆଇଲି ଏତେ ଖରାରେ ସମ୍ବଲପୁର ଭଳିଆ ଜାଗାରେ ଯୋଉଠି 42 ଡିଗ୍ରୀ 45 ଡିଗ୍ରୀ ରୁଦ୍ର ଥିଲା ସେ ଜାଗାରେ ମୁଁ ନିର୍ବାଚନ ଲଢ଼ିକି ଜିତିକି ଆଇଲି। ତ ଆପଣଙ୍କୁ ଦିଆଗଲାନି ମନ୍ତ୍ରୀ ପଦ ବା ଲିଡର ଅଫ ଅପୋଜିସନ ହିସାବରେ ଯୋଉ ନେତାମାନଙ୍କର ନାଁ ଆଲୋଚନା ହଉଥିଲା କିଏ ମୁଖ୍ୟମନ୍ତ୍ରୀ ହେବେ, ତା ଭିତରେ ଗୋଟିଏ କଥା କୁହାଗଲା ଯେ ଜୟନାରାୟଣ ମିଶ୍ର ଅସୁସ୍ଥ ରୁଗ୍ଣ, ତେଣୁ ତାଙ୍କୁ କୌଣସି ମନ୍ତ୍ରୀ ପଦରେ ରଖାଯିବା ଉଚିତ ନୁହେଁ। ଏ କଥା ଆପଣ ଜାଣିଛନ୍ତି ନା ନାଇଁ? ମୁଁ ଶୁଣିଛି ମୁଁ ଶୁଣିଛି। ଆପଣ ମନ ଦୁଃଖ ହେଲା ଏ କଥା ଶୁଣି? ନାଇଁ ମତେ ବହୁତ କିଛି ମନ ଦୁଃଖ ହେଇଯାଏ। ଯେ ଲାଗିଲା ଯେ ସତରେ ମତେ କଣ ଏଇଭଳି ଗୋଟେ ମୁଁ ଅସୁସ୍ଥ। ଦେଖନ୍ତୁ ମୁଁ ଅସୁସ୍ଥ ନଥିଲି। ହୁଁ ମୁଁ ନିର୍ବାଚନ ଯଦି ଲଢ଼ିକି ଜିତିକି ଆସିପାରୁଛି, ଦିନକ 24 ଘଣ୍ଟାରୁ 24 ଘଣ୍ଟା ଇଲେକ୍ସନଟା ଗୋଟେ ଏମିତିଆ ଜିନିଷ, ଆପଣ 24 ଘଣ୍ଟା ର କାମ, ସେ କାମ ଦୀର୍ଘ 3 ମାସ ଧରିକିରି ମୁଁ କରିକିରି ଆସିଛି। ଆଉ ମୁଁ ରୁଗ୍ଣ ବୋଲି ଯୋଉମାନେ ପ୍ରଚାର କଲେ କରିଥିବେ, ସେମାନେ ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ କରିଥିବେ, ତାଙ୍କ ସ୍ୱାର୍ଥରେ କିଛି ବ୍ୟାଘାତ ହେଇଥିବ ସେମାନେ କରିଥିବେ। ମୁଁ କିନ୍ତୁ କିଛି ରୁଗ୍ଣ ନଥିଲି। ମୁଁ କିଛି ଅ ତ କାହାର ସ୍ୱାର୍ଥ ବ୍ୟାହତ ହେଇଥାନ୍ତା ଯଦି ଆପଣ ମନ୍ତ୍ରୀ ବନିଥାନ୍ତେ? ଦେଖନ୍ତୁ କାହାର ସ୍ୱାର୍ଥ ବ୍ୟାହତ ହେଇଥାନ୍ତା ମୁଁ ଜାଣିନାହିଁ, କିନ୍ତୁ ଏଇଟା ନିଶ୍ଚିତ ଯେ ମତେ କାଟି ତ ଦିଆଗଲା। ମୁଁ ସେଥିପାଇଁ ଦୁଃଖିତ ବି ନୁହେଁ କି ମନ ମନ୍ତ୍ରୀ ହବା ପାଇଁ ମୁଁ ଲାଳାୟିତ ବି ନୁହେଁ। ଆପଣ ଲାଳାୟିତ ନୁହନ୍ତି? ନା, ଲାଳାୟିତ ଗୋଟେ ନେତା କଣ ଚାହିଁବନି ସେ ମନ୍ତ୍ରୀ ହଉ? ନିଶ୍ଚିତ ଭାବରେ ନେତା ଉପରକୁ ଉଠିବାକୁ ଚାହିଁବ, କିନ୍ତୁ ମନ୍ତ୍ରୀ ପାଇଁ ଲବି କର ଇଏ କର ଏସବୁ ଭିତରେ ମୁଁ ନଥାଏ। କେବେ ବି କୌଣସି ଲବି ମୁଁ ଆଜି ପର୍ଯ୍ୟନ୍ତ କରିନି। ଆପଣ ସେଦିନ ମିଟିଂରେ ସମୀର ଦେଙ୍କର ସ୍ମୃତି ସଭାରେ କାହିଁକି ଏମିତି କହିଲେ? ଦେଖନ୍ତୁ ଏଇଟା ଗୋଟେ ସ୍ପଣ୍ଟାନିୟସ୍ ଭାବରେ ବାହାରିଗଲା। ସମୀର ଦେକୁ ଅବହେଳା କରାଯାଇଛି, ଏଇଟା ତ ସତ୍ୟ। ଆପଣଙ୍କୁ ହଁ, ଅବହେଳା କରାଯାଇଛି? ମତେ ମୁଁ ମୋର ଦେହ ସୁହା ଏଟା। ମୁଁ ଦେଖନ୍ତୁ ଲିଡର ଅଫ ଅପୋଜିସନ ଯେତେବେଳେ ବଛାଗଲା, 23 ଜଣ MLA ରୁ 22 ଜଣ ମତେ ସମର୍ଥନ କରୁଥିଲେ। 22 ଜଣ। ଆଉ ଗୋଟିଏ ମୁଁ, ହୁଁ। ଯାହାକୁ କରାଗଲା ବି ପ୍ରଦୀପ ନାୟକକୁ, ସେ ବି ମତେ ସମର୍ଥନ ହୁଁ। କିନ୍ତୁ ଆପଣ କରୁଥିଲେ। ହେଇପାରିଲେ ମତେ କରାଗଲା ନାହିଁ। କାରଣ କାରଣ ଯୋଉମାନେ କଲେନି ସେମାନେ ଜାଣିଥିବେ ନା, ମୁଁ କେମିତି ଜାଣିବି? ତାପରେ ପୁଣି ହେଲେ କେମିତି? ଶେଷ 1.5 ବର୍ଷ 2 ବର୍ଷ ଥିଲା ଯେତେବେଳେ ପ୍ରଦୀପ ନାୟକ ସମ୍ପୂର୍ଣ୍ଣ ଅସୁସ୍ଥ ହେଇଗଲେ, ସେତେବେଳେ କରାଗଲା। ଆପଣଙ୍କର ମନେ ଥିବେ ଯେ କିଛି ବିଧାୟକ ନବୀନ ପଟ୍ଟନାୟକ ଖୋଜି ଯିବାର ନାଁରେ ନବୀନ ନିବାସ ନବୀନ ଯାଇଥିଲେ। ନିବାସକୁ ପଶିଗଲେ। ତଥାପି ବି ନେତୃତ୍ୱ ପରିବର୍ତ୍ତନ ହେଲା ନାହିଁ। ଏବଂ ତ ସେ ସମୟରେ ବି ଲିଡ୍ କରୁଥିଲି ମୁଁ। ହୁଁ। ତାପରେ ମତେ ଦିଆଗଲା। ମତେ ପ୍ରଥମେ ମନା କରୁଥିଲି ମୁଁ ତାପରେ ଦାୟିତ୍ୱ ନେଲି ପରେ ନେଲା ପରେ କଣ ହେଲା ଆପଣ ଜାଣିଛନ୍ତି। ହୁଁ। ଆପଣଙ୍କୁ ପୁଣି କଲା କିଏ? ଆପଣଙ୍କୁ ତ କାଟି ଦଉଥିଲେ, ପୁଣି କରିଲେ କେମିତି? କରିବା ପାଇଁ ବାଧ୍ୟ ହେଇଥିଲେ। ବାଧ୍ୟ ହେଲେ କରିବା ପାଇଁ? ବାଧ୍ୟ ହେଇଥିବେ, ମତେ କଲେ। ସବୁ ବିଧାୟକ ଚାହିଁଲେ ଯେ ଜୟନାରାୟଣ ମିଶ୍ର ହଉ। ତାପରେ ପାର୍ଟିର ଅଧିକାଂଶ ଲୋକଙ୍କର ମତାମତ ଥିଲା ଯେ ଜୟନାରାୟଣ ମିଶ୍ର ହଉ, ତ କଲେ ସବୁ। ଯଦି ଆପଣ ଏତେ ଲୋକପ୍ରିୟ, ତାହେଲେ ମନ୍ତ୍ରୀ ହବା ପାଇଁ କାହିଁକି ବିଧାୟକ ମାନେ କହୁନାହାନ୍ତି, ମୁଁ ନେତା ମାନେ ଲୋକ କହିଲେ? ମୁଁ ଲୋକପ୍ରିୟ କି ନା ଯେ ମୁଁ ଜାଣିନାହିଁ, ହୁଁ। କିନ୍ତୁ ମତେ ଯୋଉ ଦାୟିତ୍ୱ ଦିଆଯାଏ ତାକୁ ମୁଁ ସୁଚାରୁ ରୂପେ ନିଭେଇବା ପାଇଁ ଚେଷ୍ଟା କରେ। ତାହେଲେ ପାର୍ଟି ଲୋକମାନେ ଆପଣଙ୍କ ପଛରେ କାହିଁ ପଡିଲେ, ଆପଣଙ୍କୁ ମନ୍ତ୍ରୀ ପଦରୁ କାଟିଦେଲେ? ହେଇଥିବ, କିଛି ଗୋଟେ କାରଣ ଥିବ, କିଛି ଗୋଟେ ଯୋଗ୍ୟତା ମୋ ପାଖରେ ନଥିବ। କିଛି ଅସୁବିଧା ଆପଣ କରୁଛନ୍ତି କି ଆପଣଙ୍କ ଅଜାଣତରେ? ମୁଁ କିଛି ଅସୁବିଧା କରେ ନାହିଁ। ମୁଁ ଦଳ ପ୍ରତି ସମ୍ପୂର୍ଣ୍ଣ ନିଷ୍ଠା। ଆଉ ମୁଁ ଏଣୁ ତେଣୁ ଦଳରୁ ଆସିନାହିଁ। ମୁଁ ନ୍ୟାଚୁରାଲ ଭାବରେ ମୁଁ ଏ ପାର୍ଟିର, ଏବଂ ପାର୍ଟି ଯେତେବେଳେ କିଛି ନଥିଲା 1982 ମସିହାରେ ମୁଁ ଆସିଥିଲି। ହୁଁ।